କାର୍ଯ୍ୟପୁସ୍ତିକାର କାର୍ଯ୍ୟଫର୍ଦ୍ଦ 7 ଓସାରିଆ ଓ ଅଣଓସାରିଆ ଚିହ୍ନିବ ପୃଷ୍ଠାଟିକୁ ପୂରଣ କରିବା। ତେବେ ଚାଲ ଆମ ଚାଟଶାଳୀ। ପ୍ରଥମ ଶ୍ରେଣୀ ଗଣିତ କାର୍ଯ୍ୟପୁସ୍ତିକାର ପୃଷ୍ଠା ସଂଖ୍ୟା 7 କାର୍ଯ୍ୟଫର୍ଦ୍ଦ 7 ଓସାରିଆ ଓ ଅଣଓସାରିଆ ଚିହ୍ନିବ। ତଳକୁ ଆସ ସାଙ୍ଗମାନେ, କ'ଣ ପ୍ରଶ୍ନ ପଚରା ଯାଇଛି? ଯୋଡ଼ି ଚିତ୍ରରେ ଯେଉଁଟି ଅଣଓସାରିଆ ସେଥିରେ ଠିକ୍ ଚିହ୍ନ ଦିଅ। ସାଙ୍ଗମାନେ, ତଳେ ବାକ୍ସ ଭିତରେ କେତୋଟି ଯୋଡ଼ି ଚିତ୍ର ରହିଛି? ଯେଉଁ ଚିତ୍ରରୁ ଆମକୁ ଅଣଓସାରିଆ ଚିତ୍ରଟିକୁ ଚିହ୍ନି ସେଥିରେ ଠିକ୍ ଚିହ୍ନ ଦେବାର ଅଛି। ସାଙ୍ଗମାନେ କହିଲେ ଟିକେ, ଅଣଓସାରିଆର ମାନେ କ'ଣ? ହଁ ସାଙ୍ଗମାନେ, ଓସାରିଆ ହେଲା ଚଉଡ଼ା ଆଉ ଅଣଓସାରିଆ କମ୍ ଚଉଡ଼ା ବା ସରୁକୁ ବୁଝାଯାଇଥାଏ। ଏଥର ଆସ ଆମେ ଅଣଓସାରିଆ ଚିତ୍ରଟିକୁ ଚିହ୍ନିବା। ସାଙ୍ଗମାନେ, ପ୍ରଥମ ବାକ୍ସରେ 2ଟି ଫଟୋର ଚିତ୍ର ରହିଛି। ସେଥିରୁ ଆମକୁ ଅଣଓସାରିଆ ଚିହ୍ନିବାର ଅଛି। ଦେଖିଲ ସାଙ୍ଗମାନେ, କେଉଁ ଚିତ୍ରଟି ଅଣଓସାରିଆ ବା ସରୁ? ହଁ ସାଙ୍ଗମାନେ, ଏପଟ ଚିତ୍ରଟା ଅଣଓସାରିଆ। ତା ତଳ ବାକ୍ସରେ ପୂର୍ବରୁ ଠିକ୍ ଚିହ୍ନ ଦିଆଯାଇଅଛି, ଯାହା ଆମକୁ ବୁଝେଇବା ପାଇଁ ଦେଇଛନ୍ତି। ଏଥର ତା ପର ଚିତ୍ରକୁ ଆସ। ଏହି ଯୋଡ଼ି ଚିତ୍ରରେ 2ଟି ତୀର ଚିହ୍ନ ରହିଛି। ଦେଖିଲ ସାଙ୍ଗମାନେ, କେଉଁ ଚିତ୍ରଟି ଓସାରିଆ? ହଁ ସାଙ୍ଗମାନେ, ପ୍ରଥମ ତୀର ଚିତ୍ରଟି ଓସାରିଆ। ଏହାର ଚଉଡ଼ା ଅଧିକ। ପର ତୀରଟି ଅଣଓସାରିଆ, ସରୁ। ତେଣୁ ତା ତଳ ବାକ୍ସରେ ଠିକ୍ ଚିହ୍ନ ଦିଅ। ଏଥର ତଳ ବାକ୍ସକୁ ଆସ। ପ୍ରଥମ ଯୋଡ଼ି ଚିତ୍ରରେ 2ଟି ରାସ୍ତାର ଚିତ୍ର ରହିଛି। ଦେଖିଲ ସାଙ୍ଗମାନେ, କେଉଁ ରାସ୍ତାଟି ଅଣଓସାରିଆ? ହଁ ସାଙ୍ଗମାନେ, ଦ୍ୱିତୀୟ ରାସ୍ତାଟି ଅଣଓସାରିଆ। ତା ତଳେ ଥିବା ବାକ୍ସରେ ଠିକ୍ ଚିହ୍ନ ଦିଅ। ଏଥର ଦ୍ୱିତୀୟ ଯୋଡ଼ି ଚିତ୍ରକୁ ଆସ। ଏହି ଚିତ୍ରରେ 2ଟି କବାଟ ଚିତ୍ର ରହିଛି। ଦେଖିଲେ ସାଙ୍ଗମାନେ, କୋଉଟା ଓସାରିଆ ବା ଚଉଡ଼ା କବାଟ? ହଁ ସାଙ୍ଗମାନେ, ପ୍ରଥମ କବାଟଟି ଓସାରିଆ। ତାହେଲେ ଦ୍ୱିତୀୟ କବାଟଟି ଅଣଓସାରିଆ। ତା ତଳ ବାକ୍ସରେ ଠିକ୍ ଚିହ୍ନ ଦେବା। ଏଥର ତଳ ବାକ୍ସକୁ ଆସ। ଏହି ବାକ୍ସରେ 2ଟି ନଦୀର ଚିତ୍ର ରହିଛି। ସାଙ୍ଗମାନେ କହିଦେଲେ ଟିକେ, କୋଉଟା ଓସାରିଆ ଆଉ କୋଉଟା ଅଣଓସାରିଆ ନଦୀର ଚିତ୍ର? ହଁ ସାଙ୍ଗମାନେ, ପ୍ରଥମ ଚିତ୍ରଟି ଅଣଓସାରିଆ ନଦୀ, ଦ୍ୱିତୀୟ ଚିତ୍ରଟି ଓସାରିଆ ନଦୀ। ତେବେ ଆମକୁ ପ୍ରଥମ ନଦୀ ତଳେ ଠିକ୍ ଚିହ୍ନ ଦେବାର ଅଛି। ଠିକ୍ ଚିହ୍ନ ଦିଅ ସାଙ୍ଗମାନେ। ସାଙ୍ଗମାନେ, ମୁଁ ଯେଉଁ ଚିତ୍ର ତଳେ ଠିକ୍ ଚିହ୍ନ ଦେଇଛି, ତୁମେମାନେ ସେମିତି ସେହି ଚିତ୍ର ତଳେ ଠିକ୍ ଚିହ୍ନ ଦିଅ। ସାଙ୍ଗମାନେ, ପ୍ରଥମ ଶ୍ରେଣୀ ଗଣିତ କାର୍ଯ୍ୟପୁସ୍ତିକାର କାର୍ଯ୍ୟଫର୍ଦ୍ଦ 7 ଓସାରିଆ ଓ ଅଣଓସାରିଆ ଚିହ୍ନିବ ପୃଷ୍ଠାଟି ପୂରଣ ଏଇଠି ସରିଲା। ବିଷୟଟିକୁ ଭଲ ଭାବରେ ବୁଝିବାକୁ ହେଲେ ଭିଡିଓଟିକୁ ବାରମ୍ବାର ଦେଖିନିଅ। ବୁଝି ସାରିଲା ପରେ ଯାହା ଯାହା ଜାଣିଛ ଗୁରୁମା ବା ଗୁରୁଜୀଙ୍କୁ ମନେ ପକେଇ କହିଦବ। ଏଇଠି ରହୁଛି, ଆଉ ଗୋଟିଏ ଭିଡିଓ ନେଇ ଜଲ୍ଦି ଆସିବି ବୋଲି କଥା ଦଉଛି। ଲାଇକ୍, ସେୟାର, ସବସ୍କ୍ରାଇବ୍ ପାଇଁ ଛୋଟ ଅନୁରୋଧଟିଏ ମଧ୍ୟ କରୁଛି। Thanks for watching.